ଆଜିର ଏଇ ଭିଡିଓରେ ଆମେ ପଢିବା ଫ୍ରାକ୍ସନ ବିଷୟରେ। ଫ୍ରାକ୍ସନ କଣ ନା ଯେକୌଣସି ଜିନିଷକୁ ଯଦି ଆମେ ଏ ବାଇ ମ୍ୟାଥର ନମ୍ବରକୁ ଯଦି ଏ ବାଇ ବି ଫର୍ମରେ ଯୋଉଟା ବି ନଟ୍ ଇକ୍ୱାଲ ଟୁ 0 ଫର୍ମରେ ଯଦି ଆମେ ଲେଖିପାରିବା ତେବେ ତାକୁ ଆମେ ଭଗ୍ନାଂଶ କହିବା। ତେବେ ଭଗ୍ନାଂଶ ମାନେ କଣ? ମୁଁ ଗୋଟିଏ ସପୋଜ ଧର ଏଇଠି ଗୋଟେ ଚିତ୍ର କଲି। ସପୋଜ ଧର ମୁଁ ଗୋଟିଏ କେକ୍ ଆଣିଲି। ଏଇଟା ଗୋଟିଏ କେକ୍। ମୁଁ କଣ କରିବି? କେକ୍ ଟାକୁ ମୁଁ ବାଣ୍ଟିବି। ସପୋଜ ଘରେ ଅଛନ୍ତି, ମୁଁ ଆକୁ କଣ କଲି ନା ସମାନ 4 ଭାଗରେ ବିଭକ୍ତ କଲି। କେତେ ଭାଗରେ? ନା ସମାନ 4 ଭାଗରେ ବିଭକ୍ତ କଲି। ତାମାନେ ଯଦି ଏଟା ସମାନ 4 ଭାଗରେ ବିଭକ୍ତ କରିବି, ଟୋଟାଲ ଏଇଟା 1, ଏଇଟା 2, ଏଇଟା 3, ଏଇଟା 4 ହବ। ତେବେ ଭାବ, ଯଦି ଏଟା 4 ଭାଗରେ ବିଭକ୍ତ କରିବି, ଏଇ ଯୋଉ 1 ଭାଗଟା ଏଟା ଟୋଟାଲ କେତେ ଭାଗରେ ବିଭକ୍ତ କରିଛି? ନା 4 ଭାଗରେ। କେତେ ଭାଗ ଏଟା? ନା 1। ତେବେ ଏଇଟା 1/4 ମୁଁ ଲେଖିହବ। ତେବେ ଏଇଟାକୁ କଣ କରିବି? ନା 2 ଭାଗରେ ବିଭକ୍ତ କରିଛି। ତେବେ 2/4। ଏଇଟାକୁ କେତେ? ନା 3 ଭାଗରେ 3/4। ଏଇଟାକୁ 4 ଭାଗରେ ବିଭକ୍ତ କରିଛି, ମାନେ 4/4। ମତେ ଏମିତି ଲେଖିହବ। ସପୋଜ ଧର କୌଣସି ଜିନିଷକୁ ଯେତେବେଳେ ଆମେ ଭାଗ କରୁଛେ, ଯେତେବେଳେ ଆମେ ଭାଗ କରୁଛେ ସେତେବେଳେ ଭଗ୍ନାଂଶର ବ୍ୟବହାର କରିବା। କୌଣସି ଗୋଟିଏ ଜିନିଷକୁ ଆମେ ଯେତେବେଳେ ଭାଗ କରିକି ଅନ୍ୟ ଜଣଙ୍କ କତିରେ ବାଣ୍ଟୁଛେ, ଯଦି ସପୋଜ ଧର ଗୋଟେ ଦିଟା ଅଛି, ହଁ ମୁଁ କହିଦେଲି 4ଟା, କିନ୍ତୁ ଯେତେବେଳେ କିଛି ଜିନିଷ ଅଛି, ଧର ଚକୋଲେଟ 15ଟା ଚକୋଲେଟ, ପିଲା ହଉଛନ୍ତି 7ଟି, ତେବେ 7 ଦୁନି 14। ତେବେ ମୁଁ କଣ କରିପାରିବି? ମୁଁ ବିଭିନ୍ନ ପିଲାଙ୍କୁ ବିଭିନ୍ନ ପ୍ରକାର, କାହାକୁ ଗୋଟିଏ, କାହାକୁ 2ଟା, କାହାକୁ 3ଟା, କାହାକୁ 4ଟା, ଏମିତି କରିକି ମୁଁ ଦେବି। ତେବେ ଏଇ ଯେତେବେଳେ 15ଟା ଚକୋଲେଟକୁ ମୁଁ 7 ଭାଗରେ 7ଟା ପିଲାଙ୍କୁ ବାଣ୍ଟିବି, ସେତେବେଳେ ସେ 15ଟାଙ୍କୁ ଭାଗ କଲି। ତେବେ ସେଇ ଯୋଉ ଭାଗ କଲି ତାକୁ ଆମେ କଣ କହିବା? ଭଗ୍ନାଂଶ ବୋଲି କହୁ। ତାକୁ ଆମେ ଏମିତି ରିପ୍ରେଜେଣ୍ଟ କରୁ। ଭଗ୍ନାଂଶକୁ ଆମେ ଏମିତି ରିପ୍ରେଜେଣ୍ଟ କରୁ। ଯେତେବେଳେ ଆମେ କୌଣସି ଜିନିଷକୁ ଭାଗ କରୁ, ସପୋଜ ଧର ମୁଁ ଭାଗ କଲି କେତେ? ନା 15ଟା ଚକୋଲେଟ। ତେବେ ପ୍ରତ୍ୟେକ ପିଲାଙ୍କୁ ମୁଁ 2-2ଟା ଦେଲି। ତେବେ ଟୋଟାଲ ହଉଛି 15ଟା ଚକୋଲେଟ। ତେବେ 2ଟା ଲେଖା ମୁଁ ସମସ୍ତଙ୍କୁ ଦେଲି। ଏମିତି ଲେଖା ହବ। ମାନେ ଟୋଟାଲ ଯେତିକି ଅଛି, ଟୋଟାଲଟା ଆମେ ସଦାବେଳେ ତଳେ ରଖିବା, ଆଉ ଯେତିକି ତାର ଭାଗ ବା ପାର୍ଟକୁ ଆମେ ସଦାବେଳେ ଉପରେ ରଖିବା। ଇଏ ତ ହେଲା ତ ସିମ୍ପଲ ଜିନିଷ ଯୋଉ ଭଗ୍ନାଂଶ ବିଷୟରେ। ତେବେ ଆମେ ଭଗ୍ନାଂଶକୁ ଯେତେବେଳେ ଲେଖୁ, କେମିତି ଲେଖୁ? ନା 1/2 ସପୋଜ ଧର, 3/4, 5/7, ଏମିତି ଆମେ ଭଗ୍ନାଂଶକୁ ରିପ୍ରେଜେଣ୍ଟ କରୁ। ତାମାନେ ଏଇ ସବୁକୁ ଆମେ କଣ କହୁ? ନା ଫ୍ରାକ୍ସନ ବା ଭଗ୍ନାଂଶ ବୋଲି କହୁ। ଫ୍ରାକ୍ସନ ବା ଭଗ୍ନାଂଶ ବୋଲି। ଏମିତି ଯେକୌଣସି ଜିନିଷ ଲେଖା ହେଇଥିବାର ତମେ ଦେଖିବ ମ୍ୟାଥରେ, ସେ ସବୁ ଯାକ ଆମେ ଫ୍ରାକ୍ସନ ବୋଲି କହିବା। ତେବେ ଦେଖ, ଫ୍ରାକ୍ସନରେ ସଦାବେଳେ କଣ? ନା ପାର୍ଟ ଏଟା ଉପରେ ଲେଖାଯାଏ, ଟୋଟାଲଟା ତଳେ ଲେଖାଯାଏ। ଟୋଟାଲଟା ତଳେ ମତଲବ ଦେଖ, ଯଦି କୌଣସି ଗୋଟେ ଜିନିଷ ହେଲା, ଧର ଗୋଟିଏ କେକ୍ ମୁଁ ଆଣିଲି, ମୁଁ କହିଥିଲି ଗୋଟିଏ କେକ୍ କୁ ମୁଁ 4 ଭାଗ କଲି। ତେବେ ପାର୍ଟ 1 କୁ ମୁଁ 1/2 କହୁଛି, ସରି 1/4, ଏଟା ହଉଛି 2/4, ଏଟା ହଉଛି 3/4, ଏଟା ହଉଛି 4/4। ତା ମତଲବ ଦେଖ, ଇଏ ହଉଛି କଣ? ଇଏ ହଉଛି ଗୋଟିଏ ଭାଗ। ଇଏ କାହାର? ନା ଇଏ ହଉଛି କାହାର? ନା ଗୋଟିଏ ଭାଗ। ତେବେ ଏଇ ଗୋଟିଏ ଭାଗଟାକୁ ମୁଁ କଣ କଲି? ନା ଟୋଟାଲଟାକୁ କେତେ ଭାଗ କରିଥିଲି? ନା 4 ଭାଗ କରିଥିଲି। କେତେ ଭାଗ ପ୍ରଥମଟା? ନା ଗୋଟେ ଭାଗ। ତେବେ ହଉଛି 1/4। ତେବେ ସେମିତି ଏଇ ଯୋଉଟା 2/4 କୁ କଣ କଲି? ନା 2 ଭାଗ। ଇଏ ହଉଛି 2 ଭାଗ। ତେବେ ଆକୁ ମୁଁ ଏମିତି ଲେଖିପାରିବି, ଟୋଟାଲଟା ହଉଛି 4 ଭାଗ। ତେବେ 4 ଭାଗରୁ 2 ଭାଗ। ଆମେ ଯେତେବେଳେ ଆମେ ପଢିବା କଣ ଭାଗ ହିସାବରେ, ସେତେବେଳେ ଆମେ କଣ ପଢିବା? ନା 4 ଭାଗରୁ ଏଟାକୁ ପଢିବା 4 ଭାଗରୁ ଭାଗେ, ଏଟାକୁ 4 ଭାଗରୁ 2 ଭାଗ, ଆଉ ଏଟା ହଉଛି 4, 4 ଭାଗରୁ 3 ଭାଗ ପଢିବା। କିନ୍ତୁ ଆମେ ଯେତେବେଳେ ଆମେ ତାକୁ ପଢିବା, ସେତେବେଳେ ଆମେ କଣ କହିବା? 1/4, 2/4, 3/4 ଏମିତି ଆମେ କହୁଛେ, ବା 1 ବିଭକ୍ତକ 4 ବୋଲି ମଧ୍ୟ ଆମେ କହୁଛେ।
ତା ମତଲବ ଏଇଟା ଆମେ ଯେତେବେଳେ କୌଣସି ଗୋଟେ ଜିନିଷକୁ ଭଗ୍ନାଂଶରେ ପ୍ରକାଶ କରୁ ତେବେ ଟୋଟାଲ ନମ୍ବରଟା ଯୋଉ ଓରିଜିନାଲ ବା ଟୋଟାଲ ନମ୍ବରଟାକୁ ଆମେ ତଳେ ରଖୁ ଆଉ ପାର୍ଟ ବା ତାର ଯୋଉ ଅଂଶଟାକୁ ଆମେ ଉପରେ ରଖୁ। ଏବେ ଯିବା ଫ୍ରାକ୍ସନ ବିଷୟରେ ଆଗକୁ ଆଉ ଟିକେ ପଢିବା। ଦେଖ ଆମେ ଯୋଉ ଫ୍ରାକ୍ସନ ଲେଖୁଛେ 2/4 ଆକୁ ଆମେ ଓଡ଼ିଆରେ କହୁ ଲବ, ତଳଟାକୁ ଆମେ କହୁ ହର। ଫ୍ରାକ୍ସନର ଉପର ଅଂଶଟାକୁ ଆମେ କହୁ ଲବ, ତଳ ଅଂଶଟାକୁ କହୁ ହର ବୋଲି ଆମେ କହୁ। ଉପରଟାକୁ କହୁ ନ୍ୟୁମିନେଟର ଇଂଲିଶରେ। ଇଂଲିଶରେ ଉପରଟାକୁ ଆମେ ନ୍ୟୁମିନେଟର ବୋଲି କହୁ। ତଳଟାକୁ ଡିନୋମିନେଟର। ଡିନୋମିନେଟର ବୋଲି କୁହାଯାଏ। ତାମାନେ ଆମେ ଏମିତି କହିପାରିବା, ଆମେ ଏଟାକୁ ଇଂଲିଶରେ ଜେନେରାଲ ଭାବେ ନ୍ୟୁମିନେଟର ବାଇ ଡିନୋମିନେଟରରେ ଆମେ ଏଟାକୁ ରିପ୍ରେଜେଣ୍ଟ କରୁ ବା ଲବ ଓ ହର ଭାବରେ ଆମେ ତାକୁ ଲେଖୁ। ତାମାନେ ମୁଁ ଯଦି କହିବି ଏଠି କଣ 7/9 ତୁମେ କଣ କହିବ ନା ଉପରଟା ହଉଛି ନ୍ୟୁମିନେଟର, ତଳଟା ହଉଛି ଡିନୋମିନେଟର। କାରଣ ଇଏ ଇମ୍ପୋର୍ଟାଣ୍ଟ ଜିନିଷ, ଆଗକୁ ଯେତେବେଳେ ଟାଇପ୍ସ ଆମେ ଏବେ ପଢିବା ତେବେ ସେତେବେଳେ କାମରେ ଲାଗିବ। ଦେଖିବ ନ୍ୟୁମିନେଟର ଆଉ ଡିନୋମିନେଟର କେତେ କାମରେ ଲାଗୁଛି ସେତେବେଳେ। ତେବେ 7 ଆଉ 9 ରେ 7 ହଉଛି ନ୍ୟୁମିନେଟର ଆଉ 9 ହଉଛି ଡିନୋମିନେଟର। ଏବେ ଯିବା ଟାଇପ, ଫ୍ରାକ୍ସନର ଟାଇପ ଯିବା। ଟାଇପରେ କଣ ନା ବହୁତ ପ୍ରକାର ଆମେ ପଢିବା, କିନ୍ତୁ ପ୍ରପରଲି ଆମେ କିଛି ଜିନିଷକୁ ଆଗୁତୁରା ପଢିଦେବା ଯୋଉଟା ଆମକୁ ଆଗକୁ କାମରେ ଲାଗିବ। ଦେଖ ପ୍ରଥମ ହଉଛି ପ୍ରପର ଫ୍ରାକ୍ସନ ଆମେ ପଢିବା। ଇମ୍ପ୍ରପର ଇମ୍ପ୍ରପର ଫ୍ରାକ୍ସନ ପଢିବା। ଥାର୍ଡରେ ଆମେ ପଢିବା ମିକ୍ସଡ ଫ୍ରାକ୍ସନ। ଫୋରରେ ଆମେ ଲାଇକ ଫ୍ରାକ୍ସନ ପଢିବା। ଫାଇଭରେ ଆମେ ଅନଲାଇକ ଫ୍ରାକ୍ସନ ପଢିବା। ଅନଲାଇକ ଫ୍ରାକ୍ସନ ପଢିବା। ଗୋଟି ଗୋଟି କରି ପଢିବା। ପ୍ରଥମେ ପ୍ରପର ଫ୍ରାକ୍ସନ, ତୁମମାନେ ଆର ମିନିଂ ଜାଣିଦିଅ, ତୁମକୁ ସହଜ ହବ। କାରଣ ତୁମେ ଆଉ ଆଗକୁ ଓଡ଼ିଆ କିଛି ଆବଶ୍ୟକତା ଏତେ ବି ନାହିଁ। ତୁମକୁ ପ୍ରପର ଫ୍ରାକ୍ସନ ମାନେ କଣ କହିଲେ ଆସିବା ଦରକାର, ଇମ୍ପ୍ରପର, ମିକ୍ସଡ, ଲାଇକ, ଅନଲାଇକ କହିଲେ ତମେ ଜାଣିପାରିବା ଦରକାର ଏଇ ଫ୍ରାକ୍ସନଟା ହଉଛି ପ୍ରପର ଫ୍ରାକ୍ସନ, ଏଇ ଫ୍ରାକ୍ସନଟା ହଉଛି ଇମ୍ପ୍ରପର ଫ୍ରାକ୍ସନ, ଏଟାକୁ ମିକ୍ସଡ ଫ୍ରାକ୍ସନ ବୋଲି କୁହନ୍ତି। ତେବେ ଫାର୍ଷ୍ଟ ଯିବା ପ୍ରପର ଫ୍ରାକ୍ସନ ପଢିବା। ମନେ ରଖିଥା, ପ୍ରପର ଫ୍ରାକ୍ସନ କାହାକୁ କୁହନ୍ତି ନା ପ୍ରପର ଫ୍ରାକ୍ସନ ସେଇ ଫ୍ରାକ୍ସନ ଯୋଉ ଫ୍ରାକ୍ସନକୁ 1/2 ତାମାନେ ଡିନୋମିନେଟର ଟୁ ନ୍ୟୁମିନେଟର ଛୋଟ ହେଇଥିବ। ତାମାନେ ଆମେ ଜାଣିଛେ 1/2 ଯଦି କଲି ନ୍ୟୁମିନେଟର ହଉଛି ଉପରଟା। ମାନେ ମନେ ରଖିଥା, ଇ ଫ୍ରାକ୍ସନ କୋଉ ଫ୍ରାକ୍ସନ କୁହନ୍ତି ନା ନ୍ୟୁମିନେଟର ଠୁ ସଦାବେଳେ ଡିନୋମିନେଟର ବଡ ହେଇଥିବ ବା ଡିନୋମିନେଟର ମୋର ଦେନ ନ୍ୟୁମିନେଟର। ନ୍ୟୁମିନେଟର ଡିନୋମିନେଟର ଛୋଟ ହେଇଥିବ, ନହେଲେ ନାହିଁ ଏଇଟା ମନେ ରଖିଥା, ଡିନୋମିନେଟର ସଦାବେଳେ ନ୍ୟୁମିନେଟର ଠାରୁ ବଡ ହେଇଥିବ। ତା ମତଲବ ଯୋଉ ଡିନୋମିନେଟର ଅଛି ତାପରେ 3/7 ମୁଁ କୁହେ, 4/9 କୁହେ, 5/7 କୁହେ। ତା ମତଲବ ଏଠି ସବୁ ଦେଖ, ଏଠି ନ୍ୟୁମିନେଟର ହଉଛି ଛୋଟ, ଡିନୋମିନେଟର ବଡ। ନ୍ୟୁମିନେଟର ଛୋଟ ଆଉ ଡିନୋମିନେଟର ବଡ। ନ୍ୟୁମିନେଟର ଛୋଟ ଆଉ ଡିନୋମିନେଟର ବଡ। ତା ମତଲବ ଏଇଆ, ଯଦି ଯୋଉ ଜାଗାରେ ନ୍ୟୁମିନେଟର ଡିନୋମିନେଟର ଠାରୁ ସ୍ମଲ ହେବ ସେ ଜାଗାରେ ସେ ଫ୍ରାକ୍ସନକୁ ଆମେ ପ୍ରପର ଫ୍ରାକ୍ସନ ବୋଲି କହିବା।
इम्प्रॉपर फ्रैक्शन देख आम से कथा जाने जदि 7/3 लिखिली देख ये जगह यहाँ को न्यूमिनेटर को डिनोमिनेटर को मन रखी था जो जगह न्यूमिनेटर डिनोमिनेटर ठारू बड़ से फ्रैक्शन को आम कहू इम्प्रॉपर फ्रैक्शन ता मतलब देख ये 7 न्यूमिनेटर 3 डिनोमिनेटर तबे 3 ठारू 7 ये बड़ सेमती मुझे आउ कि लिखी 9/4 लिखिपारि 7/5 लिखिपारि 4/3 लिखिपारि ता मतलब ये सब जगह देख न्यूमिनेटर बड़ आउ डिनोमिनेटर सान न्यूमिनेटर बड़ डिनोमिनेटर सान न्यूमिनेटर एठी बड़ एठी डिनोमिनेटर सान तमाने जो जगह जो फ्रैक्शन गुड़िकर न्यूमिनेटर बड़ डिनोमिनेटर सान से फ्रैक्शन गुड़ी को आम इम्प्रॉपर फ्रैक्शन बोली कहबा एबे होची मिक्स्ड फ्रैक्शन मु तुमको प्लस माइनस केमती भी एडिशन सब्सट्रैक्शन करबा ता भी सिखेबी मिक्स फ्रैक्शन रो किछि इंपोर्टेंट जिंस भी सिखेबी जोटा तुम एग्जाम पई बहुत रिलेवेंट तुम कामे लागिबो सिथि पई ये चैप्टर बेसिक रो जो चैप्टर अछि बहुत इंपोर्टेंट आकु भाबनी जे बेसिक न हले आउ सब हे जिवो मैथ रे बेसिक इंपोर्टेंट ताकू ध्यान देबा निहिति दरकार सी एगला आउ सब दिन से बेसिक जर मैथ रे स्ट्रांग अछि ना जेता हाई लेवल को जा कोनोसी कांसेप्ट को तुम बुझी पारिबो तुम कौन कनसेप्ट को बुझी पाइले क्वेश्चन को बुझी पाइले तापर जाइए क्वेश्चन सॉल्व करिवे तो ता पर कथा सिथिपाई बेसिक कनसेप्ट निहाती आवश्यकता देखो मिक्स फ्रैक्शन का कहबा ना गोटे रियल नंबर प्लस प्रॉपर फ्रैक्शन तमाने रियल नंबर का कहबा 1 2 3 4 एमती माइनस भी हे पारे एटा सब माइनस भी हे पारे किंतु जीरो हबो नहीं जीरो को छाड़ी के आउ सब तामाने एटा कोन प्रॉपर फ्रैक्शन माने मु जानि छु 1/2 जो थरे न्यूमिनेटर होची डिनोमिनेटर छोटो तबले 3/5 7/9 ये सब तबे जदि मु कहबी मिक्स फ्रैक्शन का कहबा देखो 3 1/2 आको हमें कोन को ना मिक्स फ्रैक्शन देखो 4 3/5 आको हमें को कोन ना मिक्स फ्रैक्शन एमती जो फ्रैक्शन लिखा होता है ताको हमें मिक्स फ्रैक्शन को गोटे देखो ए जगह 4 होची रियल नंबर प्लस प्रॉपर फ्रैक्शन होची 3/5 तबे तुमे एटी कहि परिबो कोन जदि मु ई जोटा एमती लिखिची आकु केवल फ्रैक्शन भाबे लिखि हबो ना लिखि हबो कारण जदि मु आकु मिक्स्ड फ्रैक्शन को कन्वर्ट करिवि तबे ये गोटे इम्प्रॉपर फ्रैक्शन हबो याकू केमती करा जाए तो कहबी एबे देखो कौनसी गोटे इम्प्रॉपर फ्रैक्शन को जदि मु सॉरी कौनसी गोटे मिक्स्ड फ्रैक्शन को जदि मु इम्प्रॉपर फ्रैक्शन रे करिवि तो मते कोन करियो पड़िबो देखो गोटे मिक्स्ड फ्रैक्शन मु कोन कहली ना 3 1/2 हेतु ताको हम कोन करियो पड़िबो ना इम्प्रॉपर फ्रैक्शन फास्ट स्टेप हो मन रखिता 2 सहित 3 को गुणिबो तामाने 2 into 3 2 into 3 plus 1/2 3 6 के 7/2 तामाने 7/2 हो बुझी हेलानी एबे जिबा आउ टिके आउ गोटे एग्जांपल नेगिला मु तुम कहली 4 3/5 देखो जो ये जो प्रॉपर फ्रैक्शन द डिनोमिनेटर अछि ये हूँ न्यूमिनेटर ये गोटे रियल नंबर ता मतलब एटा
5 जो डिनोमिनेटर अच्छी ता सहित 4 को गुणिबा 3 को मिसेइबा तो तले 5 जो अच्छी से 5 को डिनोमिनेटर रखिबा तबे जेतिकी हबो सेटा हबो मिक्स्ड फ्रैक्शन टू इम्प्रॉपर फ्रैक्शन जो 20 3 20 3 23 by 5 दिस इज द कौन इम्प्रॉपर फ्रैक्शन एबे बुझेइथिबो तेबे हमें जानिले बे इम्प्रॉपर फ्रैक्शन जेबे एबे जिबा लाइक फ्रैक्शन ये होची 4 नंबर फ्रैक्शन थिला लाइक फ्रैक्शन का कहबा लाइक फ्रैक्शन से फ्रैक्शन जो फ्रैक्शन रो सब जंग डिनोमिनेटर समान ता माने मु जदी कोन जगह लिखिबी 2 by 5 sorry 1 by 5 3 by 5 4 by 5 7 by 5 ता माने देखो एटी सबु जांक डिनोमिनेटर समान जदी कोनोसी जगह रे बहुत गुड़िए फ्रैक्शन देथिबो से फ्रैक्शन रे डिनोमिनेटर सेम हेतिबो सेम ऑल द फ्रैक्शन जदी सबु फ्रैक्शन रो डिनोमिनेटर समान ही थाए then this fraction is called like fraction से सब फ्रैक्शन को हमें like fraction बोली को ये सिंपल जिनिस छोटो छुआ के पट 5 रे होची अनलाइक फ्रैक्शन अनलाइक फ्रैक्शन का कहती ना जो फ्रैक्शन रो न्यूमिनेटर समान सेठी डिनोमिनेटर समान थेला लाइक फ्रैक्शन रे एठी अनलाइक फ्रैक्शन रे न्यूमिनेटर समान हो ता माने 2 by 3 2 by 5 2 by 7 2 by 9 एमती जो फ्रैक्शन लिखिबी एतरे सबु जांक न्यूमिनेटर होची समान जदि कोनोसी जगह रे मोर देन वन फ्रैक्शन थिबो तेबे जदि सबु जांक न्यूमिनेटर समान हेतिबो सेम द ऑल फ्रैक्शंस this fraction is called unlike fraction ये थिला सिंपल जिंस मु तुमको कोन पढेली ना अनलाइक फ्रैक्शन लाइक फ्रैक्शन आ मिक्स्ड फ्रैक्शन आ इम्प्रॉपर आ प्रॉपर फ्रैक्शन मैं टोटल टाइप्स देखिले प्रॉपर फ्रैक्शन रो इम्प्रॉपर फ्रैक्शन रो मिक्स्ड फ्रैक्शन लाइक अनलाइक फ्रैक्शन और ओडिया रे जदी कहिबा आको कोन आको प्रकृत भग्नांश कहंती भग्नांश आकु अप्रकृत आकु मिश्र भग्नांश बोली कहती आउ लाइक अनलाइक को सेम तमे जानि था ला एबे जिबा आउ टिके इंपोर्टेंट जिंस जानिबा कोन ना एडिशन और सब्ट्रैक्शन देखो कोनोसी गोटे फ्रैक्शन को एडिशन केमति करिबा आ सब्ट्रैक्शन केमति करिबा सब्ट्रैक्शन केमति करिबा सब्ट्रैक्शन अर्थ प्लस अर्थ माइनस केमति हमें करिबे जदि सपोज 1 by 2 प्लस 3 by 4 अछि तेबे हमें ताको केमिति मिसे सिंपल कथा तो गोटी जदि कोनोसी जगह रे दिटांक फ्रैक्शन रो डिनोमिनेटर समान सपोज धरो 1 by 2 प्लस 4 by 2 से अगर किछि करिवनी 2 को रखि दबो ऊपर दिटा को सिंपली मिसै दबो तबे जेतिकी हो सेतिकी तबे 5 by 2 जो जगह रे सेम थिबो मु तुमको कोन कहली ना जो जगह रे सेम थिबो डिनोमिनेटर सेम डिनोमिनेटर थिबो से जगह रे ऊपर को मिसै दबो तळे जो डिनोमिनेटर अछि सब रखि दबो तबे सेटा हबो तार एडिशन किंतु जो जगह अलग थिबो से जगह रे कोन करिवो ना डिनोमिनेटर प्रथमे स्टेप वाइज रे जिबा किछि पिला कहबे मु जानिछि किंतु किछि पिला को जणा नै सेति पय सब जिनिस कहूछि तमे जे जानिछि भी आ गुडके
ଦେଖିଦିଅ ଆଉ ଟିକେ ଭଲରେ ଜାଣିଯିବ। ଏଲସିଏମ ନବ କାର ନା ଡିନୋମିନେଟର ର ଏଲସିଏମ ନବ। ଡିନୋମିନେଟର मतलब କଣ ନା 2 ଆଉ 4 ର ଏଲସିଏମ ନେଲେ 2 1 2 2 ଦୁନେ 4 ତା ମାନେ मतलब ଏଇଟା ମନେ ରଖିତ ଏଠି 2 ଆଉ 4 ଥିଲା ଏଠି ଗୋଟେ ଡିନୋମିନେଟର ସିମ୍ପଲ କଥା କହି ଦଉଛି ଏ ଦେଖ ଏଇ 2 ଟା ଭିତରେ 4 ଟା ଭିତରେ 2 ଅଛି ଦେଖ 2 2 କଣ 4 ତା ମାନେ 2 ଟାକୁ ମୁଁ କାଟି ପାରିବି କେବଳ ଏଠି ଏଲସିଏମ ହବ 4 ତା ମାନେ 4 ହେଲା ତେବେ ମୁଁ କଣ କରିବି ନା ଏଇ ଯୋଉ 4 एलसीएम ହେଲା ଏଇ ଯୋଉ ଫାର୍ଷ୍ଟ ନମ୍बर ଯୋଉ ଅଛି ଡିନୋମିନେଟର ତା ସହିତ ହରିବି ବୁଝି ହଉନି ଏବେ ମୁଁ ଭଲରେ କହି ଦଉଛି ଦେଖ 2 ରେ 4 ରେ 2 କୁ ହରିବା କେତେ ବାହାରିବ ନା 2 ତେବେ ଯୋଉ 2 ବାହାରିବ 4 ରେ 2 କୁ ହରିଲା ପରେ ଯୋଉ 2 ବାହାରିବ ସେଇ 2 ରେ ମୁଁ କଣ କରିବି ନା ଉପରେ ଥିବା 1 କୁ ଗୁଣିବି ତା मतलब ଏଠି 4 ରେ ହରିଲେ 4 1 ତେବେ 3 ହଉଛି 3 3 1 ତା मतलब ମୁଁ ଏଠି କରିପାରିବି 2 plus 3 by 4 equal to 5 by 4 ତା मतलब ଏଇଟା ହେଇଗଲା ଆଡିସନ ଆଉ ଟିକେ ଭଲରେ ଦେଖିବା ଦେଖ ଦେଖ 5 4 by 7 plus 3 by 5 ଦେଖ ମୁଁ କଣ କରିଛି 5 7 ର ଲସକୁ 7 ଆଉ 5 ର ଲସକୁ କାରଣ ଲସକୁ ତୁମେ ତ ଏଲସିଏମ ତ ଜାଣିଛ ନା ଏଲସିଏମ ଦେଖ 5 7 ଭିତରେ କୌଣସି କମନ ଫ୍ୟାକ୍ଟର୍ସ ନାହିଁ ସେଥିପାଇଁ 5 7 ର ଏଲସିଏମ ହଉଛି 35 ତେବେ ଡାଇରେକ୍ଟଲି ଲେଖିଲ 35 ଦେଖ 35 ରେ 7 ହଲେ 5 35 ରେ 7 କୁ ଯଦି ମୁଁ ହରିବି ତେବେ ବାହାରିବ କେତେ 5 7 35 ତେବେ 5 ତେବେ 5 ରେ ମୁଁ କଣ କରିବି ନା 4 କୁ ଗୁଣିବି ତେବେ ସେମିତି 35 ରେ 5 ରହିଲେ ବାହାରିବ 7 ତେବେ 7 into 3 ये सब कैलकुलेशन आस्ते आस्ते हम 5 20 प्लस 7 21 35 तेबे एटा होची 41 प्लस 35 ही गला एबे जीवा सब्ट्रैक्शन देखिबा सब्ट्रैक्शन कोन ना माइनस एका कथा 1/2 minus 3/5 किछि नाही सेम 2 5 रो लॉस को 10 10 हेले 10 रे 2 हरिले केते हबो 5 5 5 गुणन 1 तेबे माइनस जगह रे माइनस तेबे 10 रे 5 हरले केते हबो ना 2 2 into 3 सिंपल 5 के 5 3 दुने 6 बाई 10 माइनस 1/10 द माइनस फिगर थिला माइनस वाला सब्ट्रैक्शन एमति हबो एबे जिबा मल्टीप्लिकेशन देखिबा मल्टीप्लिकेशन हम देखिबा गुणन करिया कोन करिया गुणन किछि नाही 1/2 into 4/5 किछि नाही 1 रे 4 को गुणिबो ऊपर को तळको तळ गुणिबो 4 के 4 5 दुने 10 होइला दिस इज द मल्टीप्लिकेशन ମୁଁ ପୁରା ସିମ୍ପ୍ଲିଫାଏରେ ବୁଝଉଛି ବୁଝିଯା ହେଇଯିବ ଟିଭି डिविजन हम केमति करिबा कोनोसी गोटे फ्रैक्शन को डिविजन हम केमति करिबा देखो 1/2 डिविजन 3/4 अछि तबे तुमको सिंप्लीफाई मन रखिता ताकू गोटिए रूल अछि जदि तुमे डिविजन को इनटू रे प्रकाश करिवो तेबे सेठी कोन करियो ना फ्रैक्शन ता उल्टै देबो 1/2 अछि तबे ताकू हमें 2/1 करदेबा बा 3/4 अछि ताकू 4/3 करदेबा सिंप्लीफाई 1/2 अछि तेबे यदि मु इनटू रे करिवि तेबे 4/3 करिवि तेबे सिंपल 1 into 4 2 into 3 equal to 4/6 होजी डिवीजन बेस फ्रैक्शन तो का बेस फ्रैक्शन का ना मूल भग्नांश देखो मु जदि कोनोसी गोटे 6/4 लेखिली ते मते कह 6 को 2 into 3 रे डिवाइड करी हबो आउ 4 को 2/2 तमे जेन्युइन भाबरे जानिचो यदि कोनोसी जगह रे इनटू अछि तेबे 2 को 2 हमें काटी परिबा
କିଛି ପିଲା ଥିଲେ ମୁଁ ଯୋଉଠି ପଢଉଥିଲି ସେ ଜାଗାରେ ପିଲା ଜାଣିନାହାନ୍ତି ଡିଭିଜନ କେମିତି ଉପର ତଳକୁ କାଟିବ। ସେ ସବୁ ଜିନିଷ ବି ଏ ସବୁ ଜିନିଷରେ କାମରେ ଲାଗିବ। ଏମିତି ଛୋଟ ଛୋଟ ଭିଡିଓ ଦେଖି ଦେଖି ତମେ ଶିଖିଯିବ। ତେବେ 2 କୁ 2 କାଟି ପାରିବା, ତେବେ ଆଉ ବଞ୍ଚିଲା କେବେ ନା 3/2। ତା ମତଲବ ଏଇଟା ହଉଛି ବେସ୍ ଫ୍ରାକ୍ସନ। ଏଇଟା ହଉଛି ବେସ୍ ଫ୍ରାକ୍ସନ ଅଫ 6/4। ତା ମାନେ ଏଇଟା ହଉଛି ମୂଳ ଫ୍ରାକ୍ସନ। ତା ମତଲବ ଆମେ ଗୋଟେ ଜିନିଷ ଜାଣିବା, କୌଣସି ଯଦି ଗୋଟେ ଫ୍ରାକ୍ସନ ଅଛି ତା ବେସ୍ ଫ୍ରାକ୍ସନ କଣ ନା ବେସ୍ ଫ୍ରାକ୍ସନ କଣ ନା ଯୋଉଠୁ ଆରମ୍ଭ ହେଇଥିବ। ତା ମାନେ 10/20 ଯଦି ମୁଁ କହିଲି ତେବେ 0 0 କଟିଲା, ତେବେ 1/2 ହଉଛି ତାର ବେସ୍ ଫ୍ରାକ୍ସନ। ଯଦି ମୁଁ 50/100 କହିବି ତେବେ ତାର ବେସ୍ ଫ୍ରାକ୍ସନ ହଉଛି 0 କୁ 0 କଟିଲା, ତେବେ 5 ରେ କାଟିଲେ 1, 5 ରେ କାଟିଲେ 2, ତାର ଫ୍ରାକ୍ସନ ବି ହଉଛି ବେସ୍ ଫ୍ରାକ୍ସନ 1/2। ତାମାନେ ଜାଣିପାଇଲ ଏଇ ଯୋଉ 10/20 ର ବେସ୍ ଫ୍ରାକ୍ସନ ହଉଛି କଣ ନା 1/2। ତେବେ 50/100 ର ବେସ୍ ଫ୍ରାକ୍ସନ ହଉଛି 1/2। ତା ମତଲବ କୌଣସି ଗୋଟେ ଜିନିଷକୁ ସପୋଜ ଧର କୌଣସି ଗୋଟେ ଫ୍ରାକ୍ସନ ରୁ ଡିନୋମିନେଟରରେ ଯେତିକି ହରେଇବା ନ୍ୟୁମିନେଟରରେ ସେତିକି ଯଦି ହରାଯାଏ ତେବେ ଯୋଉ ଫ୍ରାକ୍ସନ ବାହାରିବ ସେ ଫ୍ରାକ୍ସନକୁ ଆମେ ସେ ଫ୍ରାକ୍ସନର ମଲ୍ଟିପ୍ଲାଏ ବୋଲି କହିପାରିବା। ବୁଝିହେଲାଣି? ହଉ ଠିକ ବୁଝଉଛି। ଯଦି କୌଣସି ଗୋଟେ ନମ୍ବରରୁ ନ୍ୟୁମିନେଟରରୁ ଯେତିକି ହରିବା ଡିନୋମିନେଟରରୁ ଯଦି ସେତିକି ହରାଯାଏ ଯୋଉ ଫ୍ରାକ୍ସନ ବାହାରିବ ସେ ଫ୍ରାକ୍ସନଟା ନ୍ୟୁମିନେଟର ଏଇ ଯୋଉ ଫ୍ରାକ୍ସନ ସହିତ ସମାନ ହବ। ସପୋଜ ଧର ମୁଁ ଯଦି ଏଇଠି 10 ହରିଲି, ଏଠି ବି 10 ହରିଲି, ତେବେ 10 ହରିଲେ 1, 10 ହରିଲେ 2, ତାମାନେ ଏଇ ଫ୍ରାକ୍ସନଟା 10 ଆଉ 20 ଫ୍ରାକ୍ସନ ସହିତ ସମାନ। ଏଠି ଆମେ ଜାଣିଲେ ଯଦି କୌଣସି ଗୋଟିଏ ନମ୍ବର ଗୋଟେ ଫ୍ରାକ୍ସନର ନ୍ୟୁମିନେଟରରେ ଯେତିକି ଗୁଣିବା ଡିନୋମିନେଟର ସେତିକି ଯଦି ଗୁଣାଯାଏ ତେବେ ଯୋଉଟା ବାହାରିବ ଯୋଉ ଫ୍ରାକ୍ସନଟା ହବ ସେ ଫ୍ରାକ୍ସନଟା ପୂର୍ବ ଫ୍ରାକ୍ସନ ସହିତ ସମାନ ହବ। ଏ ଫ୍ରାକ୍ସନଟା ଏ ଫ୍ରାକ୍ସନ ସହିତ ସମାନ ହବ। ତା ମତଲବ ଏଇଟା 1/2 ରେ ଯଦି ମୁଁ 2 ଗୁଣିଲି ତେବେ 2 ଗୁଣିଲି ତେବେ ଏଠି କଣ ହବ 2/4। ଯାହାକୁ ଯଦି ବେସ୍ ଫ୍ରାକ୍ସନରେ ମୁଁ ପ୍ରକାଶ କରିବି ତେବେ 2 ଯେ 2, 2 ରେ 2, ତେବେ 1/2 ବେସ୍ ଫ୍ରାକ୍ସନ ହବ। ତାମାନେ ମୁଁ ଏଠି ଜାଣିଲି 2/4 ଇକ୍ୱାଲ ଟୁ 1/2 ଫ୍ରାକ୍ସନ୍ସ। ସେମିତି ଆଉ ଗୋଟିଏ କଥା ମଧ୍ୟ ଆମେ ଜାଣିଲେ ଯଦି କୌଣସି ଗୋଟିଏ ଫ୍ରାକ୍ସନର n/b ଫ୍ରାକ୍ସନରୁ ଯଦି ମୁଁ କୌଣସି ଗୋଟେ ସେମ୍ ନମ୍ବର ହରେ ତେବେ ଯୋଉ ଫ୍ରାକ୍ସନ ବାହାରିବ ସେଇ ଯୋଉ ପୂର୍ବ ଫ୍ରାକ୍ସନ ଥିଲା ସେ ଫ୍ରାକ୍ସନର କଣ ହବ ନା କମ ହବ, ଛୋଟ ହବ ବା ସମାନ ହବ ତା ସହିତ। ମତଲବ କଣ ନା ଦେଖ ଯଦି ମୁଁ କହିଲି 10/20 ମୁଁ ଯଦି ଉପରେ 2 ହରିବି ତଳେ 2 ହରିବି ତେବେ ଯୋଉ ଫ୍ରାକ୍ସନ ବାହାରିବ ସେ ଫ୍ରାକ୍ସନ ପୂର୍ବ ଫ୍ରାକ୍ସନ ସହିତ ସମାନ ହବ। ଦେଖ କେମିତି ନା ଦେଖ ଏଠି 5 2 ରେ ହରିଲେ 10 ହବ। ତାମାନେ ଜେନୁଇନ ଭାବରେ 10/20 ଯୋଉ ଫ୍ରାକ୍ସନଟା ଅଛି ତାର ଫ୍ରାକ୍ସନ ହଉଛି ଏଇଟା, ଆର ମଲ୍ଟିପ୍ଲାଏ ହଉଛି ଏଇଟା, ଆର ଆଦେହରେ 2 2 ଗୁଣିଲେ ଯାଇ ମଲ୍ଟିପ୍ଲାଏ ହବ। ତା ମତଲବ ଏଇଟା ଦେଖ ମୁଁ ଯଦି ଆକୁ ଆଉ ଟିକେ ବେସକୁ ନେଇ ଆସିବି ତେବେ 1/2 ହବ। ଯଦି 1/2 ରେ ମୁଁ 10 ଆଉ ତଳେ 10 ଗୁଣେ ତେବେ ଏଟା କଣ ହେଇଯିବ ନା ପୁଣି ପ୍ରିଭିୟସ ଫ୍ରାକ୍ସନକୁ ପଳେଇ ଆସିବ, ସେ 10/20 ହେଇଯିବ। ତା ମତଲବ ଆମେ ଜାଣିଲେ କୌଣସି ଗୋଟେ ଫ୍ରାକ୍ସନ ନ୍ୟୁମିନେଟରରେ ଯେତିକି ଗୁଣିବା ଡିନୋମିନେଟର ସେତିକି ଗୁଣିବା, ଯୋଉ ଫ୍ରାକ୍ସନ ହବ ସେ ଫ୍ରାକ୍ସନର ମଲ୍ଟିପ୍ଲାଏ ହବ। ନ୍ୟୁମିନେଟର ଆଉ ଯଦି କୌଣସି ଗୋଟେ ଫ୍ରାକ୍ସନର ନ୍ୟୁମିନେଟରରୁ ଯେତିକି ହରିବା ଡିନୋମିନେଟର ସେତିକି ହରିବା ତେବେ ସେଇ ଯୋଉ ଫ୍ରାକ୍ସନଟା ହବ ସେ ଫ୍ରାକ୍ସନର କଣ ଯୋଉ ମୂଳ ଫ୍ରାକ୍ସନଟା ଥିବ ସେ ଫ୍ରାକ୍ସନର ମଲ୍ଟିପ୍ଲାଏ ଥିବ।
ଥିଲା ବେସ୍ ଜିନିଷ। ଏବେ ଯିବା ମିକ୍ସ ଫ୍ରାକ୍ସନ ବିଷୟରେ ଆଉ ଟିକେ ଭଲସେ ଜାଣିବା, ଯେତିକି ଆବଶ୍ୟକତା ତୁମ ଏକ୍ଜାମ ପାଇଁ। 3 2 1/2 ଏଇ ଯୋଉ ଫ୍ରାକ୍ସନ ଟା ମୁଁ ତମକୁ କହିଥିଲି ଇଏ ହଉଛି 3 ପ୍ଲସ୍ 1/2। କଣ ନା ଯଦି ଆମେ ଏଇଟାକୁ ପ୍ଲସ୍ କରିବା ତେବେ କଣ ହବ ମୁଁ ଜାଣିଛି, ଯଦି ଏଠି ଗୋଟେ ଫ୍ରାକ୍ସନ ଅଛି ତେବେ ଆ ତଳେ 0 ଅଛି, ତେବେ ଏଠି କିଛି ନାହିଁ, ଲସ୍ ହଉଛି 2। ତେବେ 2 ରେ 0 ହେଲେ 2 ତେବେ 2 ରେ ଯଦି 0 ରଖିବି 2 ହରିଲେ ତେବେ କେତେ ହବ 2, ତେବେ 3 2 6 ପ୍ଲସ୍ 1 ତେବେ କେତେ ହବ ନା 7/2। ତାମାନେ ମୁଁ ଏଇଟା ଜାଣିପାରିଲି ଏଇଟା ହଉଛି କଣ କୋଉଥିରେ ପ୍ରକାଶ ହେଇଗଲା, ଏଟା ମିକ୍ସ ଫ୍ରାକ୍ସନ ରେ ଯୋଉ ଇମ୍ପ୍ରପର ଫ୍ରାକ୍ସନ ରେ ପ୍ରକାଶ ହେଇଗଲା। ଏବେ ଯୋଉ ମିକ୍ସ ଫ୍ରାକ୍ସନ ଅଛି, ଯୋଉ ମିକ୍ସ ଫ୍ରାକ୍ସନ ଗୋଟିଏ ପ୍ରକାରର କଣ ନା ଇମ୍ପ୍ରପର ଫ୍ରାକ୍ସନ ର डिवीजन में मिक्स फ्रैक्शन होची। सिंपल दुटा जिनस जान दबा, जदि कोनोसी गोटे फ्रैक्शन को हमको परसेंटेज रे प्रकाश करियो अछि कि परसेंटेज को फ्रैक्शन रे प्रकाश करियो अछि, हम केमि करिया देखो फ्रैक्शन 1/2 जेन्युइन भाव रे 100 को गुण जेति कि हबो सेटा सेति कि परसेंटेज हबो, देन 50 को हम लिखिबा को 50%। यदि मु परसेंटेज को करी जदि 50% को मते फ्रैक्शन रे प्रकाश करियो पड़िबो, मते कोन करियो पड़िबो ना प्रथम स्टेज रे 50 रो फ्रैक्शन हटेबी, तळे 100 करिबी, तेबे कटला 5 रे काटले 2, तेबे 1 ऊपर तेबे 1/2 ये होची फ्रैक्शन रो परसेंटेज रे कन्वर्ट, ये होची परसेंटेज रो फ्रैक्शन रे। आ गुटे कहि देबी 3/4 सपोज मते परसेंटेज रे प्रकाश करिवार अछि, यदि फ्रैक्शन को परसेंटेज रे प्रकाश करे अछि इनटू 100, जदि परसेंटेज को फ्रैक्शन रे प्रकाश करिवार अछि तबे 75 बाय जो फ्रैक्शन जो परसेंटेज को उठेकी ता तळे 100 करो, जेति को 25 3 75 25 400 तबे 3/4 तम धरो यदि मुडे काटिबी केते हबो ना 25, तबे 25 into 3 होची 75%। रेडी ये थला आज सिंपल वीडियो, जदि ए बळी आगु को वीडियो देखियो को चाहछो, ए बळी जदि बेसिक हो एडवांस मैथ हो कि कॉम्पिटिटिव एग्जाम रे लागुथिबा मैथ तुमको दरकार, तुम माने चाहछो तुम माने पढिबो भलरे, तेबे ए चैनल तुमको निश्चिंत हेल्प करिवे। चैनल को सब्सक्राइब करिके बेल आइकन को दबाइ दियो, निश्चिंत तुम पाठ पढारे बहुत हेल्प करिवो। थैंक यू फॉर वाचिंग।